जय जगन्नाथ आपण मानक प्रज्योतिषवाल को स्वागत। ଏବେ ସମସ୍ତଙ୍କ ମନରେ ଗୋଟେ ମାତ୍ର କ୍ୱେଶ୍ଚିନ୍ ରହିଛି ଆମର ମହାବିଷୁବ ସଂକ୍ରାନ୍ତି ଯାହାକି ପଣା ସଂକ୍ରାନ୍ତି ମଧ୍ୟ କହିଥାଉ। ତ କେଉଁ ଦିନ ପଡୁଛି ଏପ୍ରିଲ 13 ତାରିଖ ନା ଏପ୍ରିଲ 14 ତାରିଖ? ଆପଣ ମାନେ ସମସ୍ତେ ଭାବୁଥିବେ କେତେ ଜଣ କହୁଛନ୍ତି ଏପ୍ରିଲ 13 ତାରିଖ ଆଉ କେତେ ଜଣ ମଧ୍ୟ କହୁଛନ୍ତି ଏପ୍ରିଲ 14 ତାରିଖ। ତ କୋଉ ଦିନ ଆକ୍ଚୁଆଲି ଆମର ପଣା ସଂକ୍ରାନ୍ତି ପଡୁଛି? ତ ବହୁତ ଲୋକମାନେ ବହୁତ କିଛି କଥା କହୁଛନ୍ତି। ତେଣୁକରି ମୁଁ ଆପଣଙ୍କୁ ଏ ଭିଡ଼ିଓରେ ଆଜି କହିବି ଯେ ଆମର କୋଉ ଦିନ ଠିକ୍ ଅଛି, କେଉଁ ଦିନ ଆମର ପଡ଼ିବ ପଣା ସଂକ୍ରାନ୍ତି। ଦେଖନ୍ତୁ ମୁଁ ଆପଣଙ୍କୁ ଅସଲି ଖଡ଼ିରତ୍ନ ପଞ୍ଜିକାରୁ ହିଁ ଦେଖାଇ ଦେଉଛି। ଦେଖନ୍ତୁ ବିଶୁଦ୍ଧ ଖଡ଼ିରତ୍ନ ପଞ୍ଜିକା 2024ରୁ 2025 ପର୍ଯ୍ୟନ୍ତ ଏଇ ପଞ୍ଜିକାରେ ଖଡ଼ିରତ୍ନ ପଞ୍ଜିକାରେ ମୁଁ ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଏଠି ଲେଖାଯାଇଛି ବି ମହାବିଷୁବ ପଣା ସଂକ୍ରାନ୍ତି ଯେଉଁଦିନ ଆମଙ୍କର ହନୁମାନ ଜୟନ୍ତୀ, ହନୁମାନ ଏଇ ଦିନ ଜନ୍ମଗ୍ରହଣ କରିଥିଲେ। ତା ସହିତ ଆମର ଦେବୀଙ୍କର ପୂଜା ମଧ୍ୟ ଚାଲି ରହିଛି। ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଯାତ୍ରା ମଧ୍ୟ ରହୁଛି। ଶ୍ରୀମନ୍ଦିରରେ ଆମର ଗୁଣ୍ଡିଚା ଯାତ୍ରା ଆରମ୍ଭ ହେବ ଏଇ ଦିନଠାରୁ। ଠିକ୍ ଅଛି, ଦେଖନ୍ତୁ ଏପ୍ରିଲ ଏଠି ଲେଖାଯାଇଛି ବି ଏପ୍ରିଲ 14 ତାରିଖ ରବିବାର। ବୈଶାଖ ମାସ କେତେ ଜଣ ସଂକ୍ରାନ୍ତି ଯଦି ଧରୁଛନ୍ତି ତାହେଲେ ବୈଶାଖ ମାସ ଆରମ୍ଭ ହେଇଯାଉଛି, ନହେଲେ ଏଇଟା ଚୈତ୍ର ମାସ ଶୁକ୍ଲପକ୍ଷ ତିଥି। ଠିକ୍ ଅଛି, ତ 14 ଏପ୍ରିଲରେ ମୁଁ ଆପଣଙ୍କୁ ବିଶୁଦ୍ଧ ଖଡ଼ିରତ୍ନ ପଞ୍ଜିକାରୁ ହିଁ ଦେଖାଇ ଦେଉଛି। ତ ଏଠି ଲେଖା ହେଇଛି 14 ଏପ୍ରିଲ। ଠିକ୍ ଅଛି, ଏଇ ପଞ୍ଜିକା ଅନୁସାରେ ତ 14 ଏପ୍ରିଲ ତାରିଖ ଦିନ ଆମର ମହାବିଷୁବ ବା ପଣା ସଂକ୍ରାନ୍ତି ଆମେ ସେଇଦିନ କହିଥାଉ। ସେଇଦିନ ଦେଖନ୍ତୁ ମୁଁ ଆପଣଙ୍କୁ ତ ତିଥି କହିଦେଲି, ଯେମିତି ଆପଣ ପୂଜା କରିବା କଥା ପୂଜା କରନ୍ତୁ, କାରଣ ଏଇ ଦିନ ପୂଜା କରିବା ତା ସହିତ ଦାନ କରିବାର ମହତ୍ଵ ବହୁତ ବେଶୀ ରହୁଛି। ସେଦିନ ଆପଣ ଚାହିଁବେ ଯଦି ଅନ୍ନ, ବସ୍ତ୍ର କି ପାଦୁକା ମାନେ ଚପଲ କି ଆପଣ ଜଳ ଛତ୍ର ଲଗେଇ ପାରିବେ। ପଣା, ଜଳ, ପାଣି ହଉ, ଯାହା ବି ଦହି ପଣା ହଉ, ଖାଲି ପଣା ହଉ କି ଖାଲି ଦହି ମଧ୍ୟ ଆପଣ ଦାନ କରିପାରିବେ, କାରଣ ଜଳ ଦାନ ହେଉଛି ସବୁଠାରୁ ବଡ଼ ଦାନ। ଆଉ ଆପଣଙ୍କ ଏଇ ଜଳ ଦାନ ଦ୍ୱାରା ଆପଣ ପିତୃପୁରୁଷ ବହୁତ ଖୁସି ହେବେ, ଆପଣଙ୍କ ଆଶୀର୍ବାଦ ମଧ୍ୟ ଲାଭ କରିବେ, ଆପଣଙ୍କ ଘର ଧନ ଧାନ୍ୟରେ ପରିପୂର୍ଣ୍ଣ ହେଇଯିବ। ଏଇ ଦିନ ଦେଖନ୍ତୁ ମୁଁ ଆପଣଙ୍କୁ ପଞ୍ଜିକାରୁ ହିଁ ଦେଖେଇ ଦେଉଛି। ଏଇ ଦିନ ଆପଣ ନିମ୍ବ ସହିତ ତାଳ ଖାଇବେ ନାହିଁ। ତା ସହିତ ଏଇ ଦିନ ହଳ ନିଷେଧ, ତା ସହିତ ଦେହରେ ତେଲ ଲଗେଇବେ ନାହିଁ, ସ୍ତ୍ରୀ ସଙ୍ଗ ରହିବେ ନାହିଁ। ଏଇ ଦିନ ମାନେ ଏଇ ପଣା ସଂକ୍ରାନ୍ତି ଦିନ ମଧ୍ୟ ଆମର ଏଇ ପଞ୍ଜିକା ମାନେ ଷ୍ଟାର୍ଟ ହେଉଛି, ପଞ୍ଜିକା ଆରମ୍ଭ ହେଉଛି। ତ ତା ସହିତ ପୂଜା ସ୍ଥାନରେ ଦେବୀଙ୍କର ଯେଉଁ ପୂଜା ସ୍ଥାନ ଅଛି ତ ସେଠି ଦେବୀ ଗଜରେ ଆଗମନ ହୁଅନ୍ତି, ହାତୀ ଉପରେ ବସି ଗଜ ଆଗମନ ହୁଅନ୍ତି। ସେଥିପାଇଁ ତ ଲେଖା ହେଇଛି ଫଳମ୍ ଗଜେଶ ବହୁଧା ଲକ୍ଷ୍ମୀ ମା ଲକ୍ଷ୍ମୀ ସେଦିନ ଗଜ ଅବସ୍ଥାରେ ମାଙ୍କୁ ପୂଜା କରାଯାଇଥାଏ। ଆଉ ଯେଉଁମାନେ ପୂଜା କରୁଛନ୍ତି ସଂକ୍ରାନ୍ତିର ଉପବାସ ହଉ କି ଗ୍ରହ ପୂଜା କି ହୋମ ଯାହା ବି ପୂଜା କରୁଛନ୍ତି, ତ ଏଇ ପୂଜା ମାନେ ଅଦ୍ୟ ସୂର୍ଯ୍ୟୋଦୟ ମାନେ ସୂର୍ଯ୍ୟୋଦୟ ଯେତେବେଳେ ଆରମ୍ଭ ହେଉଛି, ଆପଣଙ୍କ ସୂର୍ଯ୍ୟୋଦୟ ସେଦିନ ରହୁଛି ସକାଳ 5:33 ସୂର୍ଯ୍ୟୋଦୟ କରୁଛନ୍ତି। ତ ସୂର୍ଯ୍ୟୋଦୟରୁ ଦିବା ମାନେ ସକାଳ 9:41 ମଧ୍ୟରେ ଆପଣ ସଂକ୍ରାନ୍ତିର ବିଶିଷ୍ଟ ପୂର୍ଣ୍ଣକାଳ ରହୁଛି। ଠିକ୍ ଅଛି, ସଂକ୍ରାନ୍ତିର ବିଶିଷ୍ଟ ପୂର୍ଣ୍ଣକାଳ ରହୁଛି। ତେଣୁ ଆପଣ ଯଦି ସଂକ୍ରାନ୍ତି ପୂଜା କରୁଛନ୍ତି ତ ସୂର୍ଯ୍ୟୋଦୟରୁ 9:41 ପର୍ଯ୍ୟନ୍ତ ଆପଣ ପୂଜା କରିପାରିବେ। ତାପରେ ଯଦି ଆପଣ କିଛି ଚାହୁଁଛନ୍ତି ତାହେଲେ ମଧ୍ୟ ସକାଳ 9:41 ଠାରୁ ସକାଳ 11:47 ପର୍ଯ୍ୟନ୍ତ ସଂକ୍ରାନ୍ତିର ପୁଣ୍ୟକାଳ ମଧ୍ୟ ରହୁଛି। ଆପଣ ସବୁଠାରୁ ବେଶୀ ପୁଣ୍ୟକାଳ ରହୁଛି ଆପଣଙ୍କ ପୁଣ୍ୟକାଳ ତ ସୂର୍ଯ୍ୟୋଦୟରୁ ଆପଣ 9:41 ପର୍ଯ୍ୟନ୍ତ। ଆପଣ ଯଦି ଚାହୁଁଥିବେ ବି ଅମୃତ ବେଳା ଦେଖିବା ପାଇଁ ତାହେଲେ ଅମୃତ ବେଳା ଆପଣଙ୍କର ରହୁଛି ସକାଳ 6:21ରୁ 9:33 ମଧ୍ୟରେ। ତ ଏଇ ସମୟରେ ପୂଜା କଲେ ମଧ୍ୟ ବହୁତ ଭଲ। ତେଣୁକରି ଆପଣଙ୍କୁ ଯାହା ସୁବିଧା ହେଉଛି ସେଇ ଅନୁସାରେ ପୂଜା ବ୍ରତ ତା ସହିତ ଘରେ ଯଦି ହୋମ କରୁଛନ୍ତି କରନ୍ତୁ। ଚଉରାମୂଳେ ଯେମିତି ଆପଣଙ୍କର ଗୋଟେ ମାଠିଆ ବସାଇ ପାଣି ଦିଆଯାଏ କି ପଣା ଦିଆଯାଏ, ସେମିତି ପଣା ମଧ୍ୟ ଭୋଗ କରନ୍ତୁ, ଭଗବାନଙ୍କ ପାଖରେ ଭୋଗ କରନ୍ତୁ। ତା ସହିତ ଆପଣ କିଛି ଦାନ ଧର୍ମ ମଧ୍ୟ କରନ୍ତୁ। ଦାନ ଧର୍ମ ଠାରୁ ଅନ୍ୟ କିଛି ପୁଣ୍ୟ ଏ ଦୁନିଆରେ ନାହିଁ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।